ସକାଳ ମନ ଆଜି ଟୋଟାଲି ଭଲ ନାହିଁ। କିଛି ବି ଇଚ୍ଛା ହେଉନଥିଲା କରିବା ପାଇଁ। ବାହାରେ ବସି ଫୋନ୍ ଦେଖୁଥିଲି। ମମିର ଫୋନ୍ ଆସିଲା, କାଳେ ଗାଡ଼ି ପୂଜା କରିବାକୁ ନେଇଛନ୍ତି। ଝିଅର ନୂଆ ସ୍କୁଟି ଆସିଛି। ନୂଆ ସ୍କୁଟି ଗାଡ଼ି ପୂଜା କରିବା ପାଇଁ ଦକ୍ଷିଣକାଳୀ ମନ୍ଦିର ନେଇଥିଲେ। ଦକ୍ଷିଣକାଳୀ ମନ୍ଦିରରେ ଆମର ଗୋଟେ ଗୋପାଳ ଭୋଗ ମିଳେ, ଯେଉଁଟାକି ମୋତେ ବହୁତ ଭଲ ଲାଗେ। ଏତେ ଦୂର ପାର୍ସଲ କରିକି ପଠାଇବାଟା ଠିକ୍ ନୁହଁ, ସେଥିପାଇଁ ମୁଁ ନିଜେ ଘରେ ବନେଇବା ପାଇଁ ଭାବିଲି। ଭୋଗ ପ୍ରସ୍ତୁତି ପାଇଁ ମୁଁ ଗୋଟେ କଟୋରୀ ଅଟା ନେଇଥିଲି, କିଛି ଗରମ ତେଲ, ଆପଣ ଘିଅ ବି ନେଇପାରିବେ। ସେଥିରେ ମୁଁ ଟିକେ ସୋଢ଼ା ଆଉ ଟିକେ ଲୁଣ ଆଡ଼୍ କରି ତାକୁ ଚକଡ଼ିକି ରଖିଦେଇଥିଲି। ତାପରେ ତାକୁ ବେଲିବା ପାଇଁ ତେଲ ଟିକେ ନେଇଥିଲି। ତେଲ ନେଇକି ତାକୁ ଟିକେ ମୋଟା କରିକି ବେଲିଦେଲି। ଦୁଇ ସାଇଡ଼୍ରୁ କାଟିକି ତାକୁ ସାଇଜ୍ କରିକି ତାକୁ ଛୋଟ ଛୋଟ କରିକି ଏମିତି ଗଜା ଟାଇପ୍ର କାଟିଦେଲି। ନାହିଁ ତ ଏମିତି ଗୋଲ ଗୋଲ ବି କରିପାରିବେ। ମୁଁ ଏଠି ଦୁଇ ପ୍ରକାରର କରିଥିଲି। ଦୁଇ ପ୍ରକାର ମୋତେ ବି ବହୁତ ଭଲ ଲାଗେ ଖାଇବା ପାଇଁ। ତାକୁ ଆମେ ଅଳ୍ପ ଆଞ୍ଚରେ ସ୍ଲୋରେ ଛାଣିଦେବା। ଛାଣି ସାରିଲା ପରେ ତାକୁ ଥଣ୍ଡା କରିଦେବା। ଥଣ୍ଡା ହୋଇଗଲା ପରେ ତାକୁ ଯାଇକି ଶିରା କରିବା। ଅଳ୍ପ ପରିମାଣରେ ଚିନି ନେବେ, କ୍ୱାଣ୍ଟିଟି ଦେଖିକି। ଚିନି ଅଠା ହୋଇଗଲା ପରେ ତାକୁ ହାତରେ ଏମିତି ଚେକ୍ କରିବେ। ଯଦି ଅଠା ବାନ୍ଧି ଦେଇଥିବ ତାପରେ ଯାଇକି ଆପଣ ପକାଇବେ। ଏଇ ଦେଖନ୍ତୁ ମୋର ରେଡ଼ି ହୋଇଗଲା ଗୋପାଳ ଭୋଗ। ଆପଣମାନଙ୍କୁ ଖାଇବାକୁ କେମିତି ଲାଗେ କହିବେ ତ?